ପଇସା ଫଳନ୍ତା ଗଛରେ ଯଦି ଆରେ ପଇସା ଫଳନ୍ତା ଗଛରେ ଯଦି କଣ ହବ ମୁଁ କହିଲେ ବିଶ୍ୱାସ କରିବିନି। ପପଇ ତମେ କହିଲେ ଲୋକ ବିଶ୍ୱାସ କରିବେ, ତମେ ଯେତେବେଳେ ଷ୍ଟାର ତମେ କୋଉ ଲୋକ ବିଶ୍ୱାସ କରିବେ। ବୁଝିଲୁ ପଇସା ଫଳନ୍ତା ଗଛରେ ଯଦି ଅଧେ ଝିଅ ମାଙ୍କଡଙ୍କୁ କରନ୍ତେ ସାଦି। ଯାହା ପାଖରେ ପଇସା ଅଛି ନା ସେ ଯଦି ଗୋଟା ମଇଁଷି ହେଇଥିବ, ଯଦି ଗୋଟା ବୋଦା ହେଇଥିବ, ଗନ୍ଧଉଥିବ ବି, ତାକୁ ସୁନ୍ଦରୀ ସୁନ୍ଦରୀ ତରୁଣୀ ଆଖି ବୁଜି ବାହା ହେଇଯିବେ। ଯେତେ ହ୍ୟାଣ୍ଡସମ୍ ହେଇଥା, ଯେତେ ନଲେଜ ଟ୍ୟାଲେଣ୍ଟ ଥାଉ, ପଇସା ନଥାଉ ତମକୁ କେହି ବାହା ହେଲା। ଲବ ହାଁସଦା ସେ ଦୁଇ ଜଣଙ୍କୁ ବାହା ହେଇଛି, ତାର ଗୋଟେ ଝିଅ ଅଛି। ତାପରେ ବି ତା ପଛରେ 100ଟା ଖଣ୍ଡ ଝିଅ ପଡିଛନ୍ତି। ଆଉ ଗୋଟେ ଝିଅକୁ ସେ ଭଲ ପାଇଥିଲା, ସୋସିଆଲ ମିଡିଆରେ ବି ସେ କହିଥିଲା ମୋର ତା ସହିତ ବାହାଘର ହବ। ବଟ୍ କୌଣସି କାରଣରୁ ବୋଧେ ଆଉ ଟିକେ ସୁନ୍ଦର ସୁନ୍ଦର ଝିଅ ମିଳିଯାଇଛନ୍ତି ସେ ଲବ ହାଁସଦାକୁ, ତାକୁ ଛାଡ଼ି ଦେଇଛି, ବିଟ୍ରେ କରିଛି, ସେ ସେଠୁ ସୁଇସାଇଡ କରିଛି। ଏଟା ଯାହା ସୋସିଆଲ ମିଡିଆରେ ଚର୍ଚ୍ଚା ହଉଛି, ଆମର ଏଇଟା ବ୍ୟକ୍ତିଗତ ମତ ନୁହଁ, ଯାହା ଆମେ ଦେଖିଛୁ ସେଟା କହୁଛୁ। ଏବେ ଆସନ୍ତୁ ପଚାରିବା ଆମର ସୁରଜାଙ୍କୁ ଯେ ଲବ ହାଁସଦାଙ୍କ ବିଷୟରେ ସେ କିଛି କହିବେ ଯେ ଦିଟା ବିବାହିତ ପରେ ପୁଣି ଏତେ ଝିଅ ତାଙ୍କ ପଛରେ ପାଗଳ। ସୁରଜା ଏ କଣ ହେଲା କହିଲ, ତାଙ୍କର ଇଏ କଣ, ଇଏ ଟୋକାଟା ଗୋଟା ଏତେ କଣ ଝିଅ ପିଲାଙ୍କୁ ଧରିକି ଚାଲୁଛି ସାଙ୍ଗରେ, ଟିକେ ସେ ବିଷୟରେ କହିଲ, ଦର୍ଶକ ଟିକେ ଶୁଣନ୍ତୁ। ଦେଖିଲାଣି ତା ଦିହରେ ରୁମ ଯେତିକି ନାରୀ ସେତିକି ସେ ଏନ୍ଜୟ କଲାଣି। ହଁ ଏ ନାରୀ ବି କଣ ହଉଛନ୍ତି କିଓ? ହଁ ହଁ ଏ ନାରୀ ଜାତି କଣ ହଁ ହଁ ହଉଛନ୍ତି? ଗୋଟା ପାଠ ନାହିଁ, ଷାଠ ନାହିଁ, 140ଟା ଲେଡିକି ସେ ଏନ୍ଜୟ କରିଛି। ଆରେ ବାପରେ, ଧନ୍ୟ ତ ଚାବିକିରେ, କି ଚାବି ତୋର? ଘରଚଟିଆ ନା କାଉ ନା ହଂସ ନା ସାରୁଗୁଡ଼ା କି ନହେଲେ ବତକ? ଆରେ ବାପରେ, କି ଶକ୍ତିରେ ତାର। ଚୋର ଯେତେ ବି ସତର୍କତାର ସହିତ ଚୋରି କଲେ, ଯେତେ ବି ସେ ଚାଲାକିରେ ଚୋରି କଲେ, ନିଶ୍ଚିତ ସେ କିଛି ନା କିଛି ପ୍ରମାଣ ଛାଡିଯାଏ। ଆଉ ଗୋଟେ କଥା ମନେ ରଖିବେ ଯେ ଚୋର ଘର ସବୁବେଳେ ଅନ୍ଧାର ନଥାଏ।